নাই, মোর মন ঠিক নাই, হৃদয় ঠিক নাই, মানে তুমি কেড়ে নিছ দেখুছ প্রভু কেবে ভুল করিব। প্রভু বোধ ଅଛି ମାନେ ଯଦି କିଛି ବି ତମ ଜୀବନରେ ଭୁଲ ହେଇଛି କ୍ଷମା ମଗାନ୍ତୁ ଏବଂ ଆଉ ପ୍ରଭୁ ବୋଧରେ ଅନୁସି ପ୍ରଭୁ ବୋଧ ରଖା ହେଇଥିବ ଏଡେ ଫୁଟାଣିକି ତାକୁ ପଛ କରି ପଳେଇବ କି ମାନେ ଏଟା ଯୀଶୁ ନାହାନ୍ତି ବୋଲି ଭାବୁଛ କି ମାନେ ମତେ ପ୍ରଭୁ ତୁମର ଦେହ ଦରକାର ନାହିଁ, ତୁମ ରକ୍ତ ଦରକାର ନାହିଁ, ବାକି ଦେବେ ଫୋନ କର ପ୍ରାର୍ଥନା କର ପ୍ରଭୁ ବିପଦରେ ପଡିଛି। ସେ ନିଜର ପ୍ରାଣ ଦେଇକରି ତୁମକୁ ଜୀବନ ଦେବା ପାଇଁ ଚାହୁଁଛନ୍ତି। ମେଜ ରଖା ହେଇଥିବ, ତୁମେ ନ ଖାଇକି ପଳେଇବ, ବିପଦ ପଡିଲେ ପ୍ରାର୍ଥନା କରିବ। ମାନେ କେଡେ ହୀନ ବୁଦ୍ଧି ଆମର। କେବେ ବି ମଣ୍ଡଳୀରେ କେବେ ବି ପ୍ରଭୁ ବୋଧ ରଖାଯାଏ, କେହି ବାହାନା କରିବେ କାହିଁକି ଗୋଟେ ଶୈତାନ ଚାଲାକ କି ଆପଣ ପ୍ରଭୁ ବୋଧ ଦୂର ରହିବେ। କାହିଁକି ଶୈତାନ ଜାଣିଛି ଏ ରକ୍ତ ପଡନ୍ତେ ଶୈତାନର ମସ୍ତକ ଚୂର୍ଣ୍ଣ ହେଲା। ସେ ଜାଣିଛି ଏମାନଙ୍କ ଭିତରେ ରକ୍ତ ଗଲେ ମୋର ସାମ୍ରାଜ୍ୟ ଚୂର୍ଣ୍ଣ ହେବ। ତେଣୁ ସେ କେବେ ଚାହିଁବ ନାହିଁ ଆପଣ ପ୍ରଭୁ ପ୍ରଭୁ କେତେ ଆଶୀର୍ବାଦ ଅଛି। ନମ୍ବର 1 ପ୍ରଭୁ ବୋଝ ନାହିଁ ତ ଜୀବନ ନାହିଁ। ଯୌନ ସୁସମାଚାର 6 ଅଧ୍ୟାୟର 56 ପଦରେ ପଢିବା ଦରକାର ନାହିଁ। ପ୍ରଭୁ ଯୀଶୁ କହିଲେ ମୋର ମାଂସ ଭୋଜନ କର, ମୋର ରକ୍ତ ପାନ କର, ତହିଁରେ ଜୀବନ ଅଛି। ତା ମାନେ ପ୍ରଭୁ ଯୀଶୁଙ୍କ ରକ୍ତରେ ଆଉ ମାଂସରେ ଜୀବନ ଅଛି। 53 ପ୍ରଥମ ଆଶୀର୍ବାଦ ଜୀବନ, ଦ୍ୱିତୀୟ ଆଶୀର୍ବାଦ ଯେ ମୋର ମାଂସ ରକ୍ତ ପାନ করে ଭୋଜନ କରେ ମୁଁ ତାକୁ ପୁନରୁତ୍ଥାନ କରିବି। ତା ମାନେ ମେଜର ଅଂଶୀ ହେବେ ନାହିଁ ତ ଆପଣ ପୁନରୁତ୍ଥାନ ହେଇପାରିବେ, କେବେ ବି ଅଗ୍ରାହ୍ୟ କରିବେ। ଦ୍ୱିତୀୟ ଆଶୀର୍ବାଦ ଯେ ମୋର ମାଂସ ଭୋଜନ କରେ ମୁଁ ତାଠାରେ ରୁହେ। ଚତୁର୍ଥ ଆଶୀର୍ବାଦ ମେଜରେ ଅଂଶୀ ହେଲେ ରୋଗ ସୁସ୍ଥ ହେଇଯିବ। যে কেই অযোগ্য ভাবে ভোজন করে সে পীড়িত হুয়ে, হেলে যোগ্য ভাবে ভোজন কলে সুস্থতা পায়, পীড়িত সুস্থ হবে। আমার সমাজে জনে ভৌণী তার আখির প্রবলেম ଥିଲା, সে সুচি পবিত্র উপবাস করিকি অংশী হল, আখি ঠিক হল। কেতে লোক দেখুছি তার মানে এখানে হিলিং ଅଛି, এখানে লাইফ ଅଛି, এখানে পুনরুত্থান ଅଛି, এখানে প্রভুଙ୍କର উপস্থিতি ଅଛି, ଆଉ ଏଠାରେ ବଳ ଅଛି। ବଳ ଏଠାରେ ମୃତ୍ୟୁକୁ ଜୟ କରିବାର ଶକ୍ତି ଅଛି। ଶୈତାନ କେବେ ଚାହିଁବ ନାହିଁ ଆପଣ ପ୍ରଭୁ ଶୁଣି। ଏଣୁକରି ଶିଷ୍ୟମାନେ ଯେବେ ଯେବେ ସେମାନେ ସମବେତ ହେଉଥିଲେ ପ୍ରଭୁ ବୋଝ ନିହାତି କରୁଥିଲେ। ଏଣୁକରି ପ୍ରଭୁ ବୋଝକୁ ଯେବେ ବି ରଖାଯିବ ତୁଚ୍ଛ କଲା ପରି ବ୍ୟବହାର କରିବେ ନାହିଁ। ଆପଣ ଦୁଃଖିତ ଲୋକ ଆପଣ ସଜାଡ଼ି ହେବେ ଆଉ ନିହାତି ନେବେ। ଦୁଃଖିତ ହେଲା ପରେ ନାଇଁ ଆଜ୍ଞା ରାତିରେ ସିନେମା ଦେଖିଦେଇଛି, ନାଇଁ ରାତିରେ ଟିକେ ସ୍ତ୍ରୀ ସାଙ୍ଗରେ ଖରାପ ହେଇଯାଇଛୁ, ନାଇଁ ମୋ ମୋବାଇଲରେ ଟିକେ ଖରାପ କାମ କରିଦେଇଛି, ନୋ ଏକ୍ସକ୍ୟୁଜ। ଯଦି କିଛି ହେଇଯାଏ ହେବା କଥା ତ ନାହିଁ, ସେ ସବୁ ଠିକ କରି ଶୁଚି ହେଇ ପବିତ୍ର ହେଇ ଏଥିରେ ଅଛି। ଜୀବନ, ସୁସ୍ଥତା, ବଳ, ପୁନରୁତ୍ଥାନ, ଯୀଶୁଙ୍କର ଉପସ୍ଥିତି, ଆରୋଗ୍ୟତା ସବୁ ଏକା। ପ୍ରଭୁ ଏ ବାକ୍ୟରେ ଆମକୁ ଆଶୀର୍ବାଦ କରନ୍ତୁ। ଯୀଶୁଙ୍କ ରକ୍ତରେ ପାପର କ୍ଷମା ଅଛି। ଯୀଶୁଙ୍କ ରକ୍ତରେ ମୃତ୍ୟୁକୁ ଜୟ କରିବାର ଶକ୍ତି ଅଛି। ଏଫେସୀୟ 1:7, ଏପ୍ରିଲ 9:14, ପ୍ରକଟିତର 1:18, ପ୍ରକାଶିତ 12:11 ଯୀଶୁଙ୍କ ରକ୍ତ ଦ୍ୱାରା ଶୈତାନକୁ ଜୟ କରିବାର ଶକ୍ତି ମିଳେ। ଏଣୁ ଯେବେ ଯେବେ ରକ୍ତ ମାଂସର ସୌଭାଗ୍ୟ ହେବାର ସୁଯୋଗ ଆସେ କେବେ ହାତ ଛଡ଼ା କରିବେ। ଆସନ୍ତୁ ଆମେ ସମସ୍ତେ ଆପଣ ଚକ୍ଷୁ ବନ୍ଦ କରୁ।